କାଳୁ କାଉ ତା ଘର ଆଗରେ ଥିବା ଏକ ପୋଖରୀରେ ପଦ୍ମଫୁଲ ଚାଷ କରିଥାଏ। ସେ ସବୁଦିନ ପଦ୍ମଫୁଲ ତୋଳି ବଜାରରେ ନେଇ ବିକ୍ରି କରୁଥାଏ। ଦିନେ ସେ ପଦ୍ମଫୁଲ ତୋଳୁଥାଏ। ତା ପୁଅ ଜଗୁ ସେଠାରେ ଖେଳୁଥାଏ। ସେ ତା ବାପାକୁ ପଦ୍ମଫୁଲ ତୋଳୁଥିବାର ଦେଖି କୁହେ, ବାପା ବାପା, ମୁଁ ବି ତୁମ ସାଙ୍ଗରେ ପଦ୍ମଫୁଲ ତୋଳିବି। ନାଇଁ ଜଗୁ, ପୋଖରୀରେ ବହୁତ ପାଣି, ତୁ ଆସେ ନା, ନହେଲେ ବୁଡ଼ିଯିବୁ। କିନ୍ତୁ ଜଗୁ ତା ବାପା କଥା ନ ମାନି ପାଣିକୁ ଡେଇଁ ପଡ଼େ। କାଳୁ କାଉ ତାକୁ ଧରି ପକାଏ। କିନ୍ତୁ ପାଣି ଭିତରେ ଲୁଚିକି ଥିବା ଏକ କାଳିଅନ୍ତୀ ସାପ ଜଗୁକୁ ଚୋଟ ପକାଏ। ବାପା, ମୋ ଗୋଡ଼କୁ କିଏ କାମୁଡ଼ି ଦେଲା। ମୁଁ ସେଇଥିପାଇଁ ତତେ କହୁଥିଲି, ତୁ ପାଣିକୁ ଆସେ ନା ବୋଲି। ଏମିତି କହି କାଳୁ କାଉ ଜଗୁକୁ ପାଣି ଉପରକୁ ନେଇ ଆସେ। ଏଇଠି ଛିଡ଼ା ହେଇଥା, ମୁଁ ଫୁଲ ତୋଳି ସାରିଲେ ଯିବା। ଜଗୁ ସେଠାରେ ଛିଡ଼ା ହୋଇଥାଏ। କିନ୍ତୁ କିଛି ସମୟ ପରେ ଜଗୁ ସେଠାରେ ମୁଣ୍ଡ ବୁଲେଇ ପଡ଼ିଯାଏ। ଆଉ ତା ପାଟିରୁ ଫେଣ ବାହାରି ଆସେ। ଏହା ଦେଖି କାଳୁ କାଉ ଶୀଘ୍ର ପାଣିରୁ ବାହାରି ଗୋରିକୁ ଡାକ ପକାଏ। ଗୋରି, ଏ ଗୋରି, ଦୌଡ଼ି ଆସେ, ଦେଖିବୁ ଆମ ପୁଅର କ'ଣ ହେଇଗଲା। ଗୋରି ଦୌଡ଼ି ଆସି ଦେଖେ ତ ଜଗୁ ବେହୋସ ହୋଇ ପଡ଼ିଛି, ଆଉ ତା ପାଟିରୁ ଫେଣ ବାହାରିଛି। କାଳୁ, ଆମ ପୁଅର କ'ଣ ହେଲା? ତା ପାଟିରୁ ଏମିତି ଫେଣ କ'ଣ ପାଇଁ ବାହାରୁଛି? ଗୋରି, ଆମ ପାଖରେ ଆଉ ସମୟ ନାହିଁ, ଚାଲ ଆମେ ତାକୁ ଶୀଘ୍ର ଡାକ୍ତରଙ୍କ ପାଖକୁ ନେଇଯିବା। ଏହା କହି ସେମାନେ ଜଗୁକୁ ଡାକ୍ତର ପାଖକୁ ନେଇଯାଆନ୍ତି। ଡାକ୍ତର ଜଗୁକୁ ଏକ ଇଞ୍ଜେକ୍ସନ ଦିଅନ୍ତି, ଆଉ ଜଗୁ ହୋସକୁ ଆସେ। ହେ ପ୍ରଭୁ ଭୋଳାଶଙ୍କର, ତୁମକୁ କୋଟି କୋଟି ପ୍ରଣାମ। ତୁମେ ଆଜି ମୋ ଡାକ ଶୁଣିଛ। ମା, ମୁଁ ଡାକ୍ତରଖାନାକୁ କାହିଁକି ଆସିଛି? ମୋର କ'ଣ ହେଇଥିଲା କି? ଜଗୁରେ, ତତେ ବୋଧହୁଏ ସାପ କାମୁଡ଼ି ଦେଇଥିଲା। ତୁ ସେ ପୋଖରୀକୁ କାହିଁକି ଯାଇଥିଲୁ? ଆଉ କେବେ ବି ସେ ପୋଖରୀକୁ ଯିବୁନି। ହେଲେ ମା, ବାପା ବି ତ ସେ ପୋଖରୀକୁ ଯାଉଛନ୍ତି, ହେଲେ ତାଙ୍କୁ ତ ସେ ସାପ କାମୁଡ଼ିନି। ଆରେ ହଁ, ସତ କଥା ତ। ମୁଁ ତ ସବୁବେଳେ ସେ ପୋଖରୀକୁ ଯାଉଛି, ହେଲେ ମତେ ତ କାହିଁ ସାପ କାମୁଡ଼ିନି। ତୁମେ ବି ଆଉ ସେ ପୋଖରୀକୁ ଯିବନି, ବାହାରୁ ଥାଇ ଫୁଲ ତୋଳିବ। ହଉ ଠିକ୍ ଅଛି, ଚାଲ ଆମେ ଘରକୁ ଯିବା। ଏହା କହି ସେମାନେ ଘରକୁ ଆସନ୍ତି। ସେମାନେ ଘରକୁ ଆସିଲା ବେଳେ ସେହି କାଳିଅନ୍ତୀ ସାପକୁ ପୋଖରୀରୁ ବାହାରୁଥିବାର ଦେଖନ୍ତି। ମା ମା, ଦେଖ, କେତେ ବଡ଼ ସାପ। ଏଇ ବୋଧହୁଏ ମତେ ଚୋଟ ମାରିଥିଲା। କାଳୁ କାଉ ସେ ସାପକୁ ଦେଖି ବହୁତ ଡରିଯାଏ। ଆରେ, ଇଏ ତ ସେଇ ସାପ। ଆଜି ସିନା ବଞ୍ଚିଗଲୁ ଦୁଷ୍ଟ କାଉ, ହେଲେ ମୁଁ ତତେ ଜମା ବି ଛାଡ଼ିବିନି। ତୋ ଛୁଆକୁ ମୁଁ ମାରିକି ହିଁ ରହିବି। ଏମିତି କିଛି ଦିନ ବିତିଯାଏ। ଗୋରି କାଉ ଏକ ଅଣ୍ଡା ଦେଇଥାଏ। ଜଗୁ, ଏଇ ଦେଖ, ତୋର ଆଉ ଗୋଟିଏ ଭାଇ କି ଭଉଣୀ ହବ। କହିଲୁ ତୋର କ'ଣ ଦରକାର? ମା, ମୋର ଗୋଟିଏ ଭଉଣୀ ଦରକାର। କିଛି ଦିନ ପରେ ସେ ଅଣ୍ଡାଟି ଫାଟି ତା ଭିତରୁ ଛୁଆ ବାହାରେ। ଦେଖ ଜଗୁ, ତୋର ଗୋଟିଏ ଭଉଣୀ ହେଇଛି। ମୋର ଗୋଟିଏ ଭଉଣୀ ହେଇଛି, ମୁଁ ଆଜି ବହୁତ ଖୁସି। ଏମିତି କିଛି ଦିନ ବିତିଯାଏ। ଆଉ ଜାଗର ଓଷା ପଡ଼େ। ହେଇଟି କାଳୁ କାଉ, ଆଜି ଜାଗର ଓଷା। ଜଗୁକୁ ସାପ କାମୁଡ଼ିଥିଲା ବୋଲି ମୁଁ ତା ପାଇଁ ଗୋଟିଏ ମାନସିକ ରଖିଥିଲି। ସେ ମାନସିକ ପୂରଣ ନ କଲେ ସେ ସାପ ଆମ ପୁଅକୁ ପୁଣି କାମୁଡ଼ି ପାରେ। ସେଥିପାଇଁ ମୁଁ ଜଗୁକୁ ନେଇ ଆଜି ଟିକେ ଶିବ ମନ୍ଦିର ଆଡ଼କୁ ଯାଉଛି। ତୁମେ ମୋ ଝିଅକୁ ଜଗିଥିବ। ମୁଁ ଆସିବା ଯାଏ ତାକୁ ଛାଡ଼ି କୁଆଡ଼େ ବି ଯିବନି। ହଉ ଗୋରି, ତୁମେ ଯାଅ, ମୁଁ ତାକୁ ଜଗିଛି। ତାପରେ ଗୋରି କାଉ ଜଗୁକୁ ନେଇ ମନ୍ଦିରକୁ ଯାଏ। କାଳୁ ତା ଝିଅକୁ ବସି ଜଗିଥାଏ। କିଛି ସମୟ ପରେ ମିଠି ଶୁଆ ତାଙ୍କ ଘରକୁ ଆସେ। ଆରେ କାଳୁ ଭାଇ, ତୁମ ପୋଖରୀରେ ଆଉ ଗୋଟେ ବି ତ ପଦ୍ମ ଫୁଲ ନାହିଁ। ତୁମେ କ'ଣ ସବୁ ତୋଳି ଦେଇଛ ନା କ'ଣ? କାଇଁ ନାଇଁ ତ, ସବୁ ଫୁଲ ତ ଥିଲା। ଆଉ ମୁଁ କ'ଣ ମିଛ କହୁଛି? ଆସୁନ ଦେଖିବ। ମୁଁ ମନ୍ଦିରକୁ ଦିଟା ଫୁଲ ନେବି ବୋଲି ଆସିଥିଲି, ହେଲେ ତୁମ ପୋଖରୀରେ ଗୋଟେ ବି ଫୁଲ ନାହିଁ। ତାପରେ କାଳୁ କାଉ ମିଠି ଶୁଆ ସାଙ୍ଗରେ ବାହାରକୁ ଆସି ଦେଖେ ତ ସତକୁ ସତ ତା ପୋଖରୀରେ ଗୋଟେ ବି ପଦ୍ମଫୁଲ ନାହିଁ। ଆରେ, ମୋ ପୋଖରୀରୁ ସବୁ ଫୁଲ କିଏ ନେଇଗଲା?
ଏମିତି କହି କାଳୁ କାଉ ପାଟି କରୁଥାଏ। ଏପଟେ କାଳିଅନ୍ତୀ ସାପ ସୁଯୋଗ ପାଇ ତା ଘର ଭିତରେ ପଶି ତା ଛୁଆକୁ ଖାଇଦିଏ। କିଛି ସମୟ ପରେ କାଳୁ କାଉ ଭାବେ, ଆରେ ହେ, ଏସବୁ ସେ ସାପର କାମ ନୁହେଁ ତ। ଏହା ଭାବି ସେ ତା ଘରକୁ ଦୌଡ଼ି ଦୌଡ଼ି ଆସେ ଆଉ ଦେଖେ ତା ଛୋଟ ଝିଅ ଆଉ ସେ ବସାରେ ନାହିଁ, ସେଠାରେ ଖାଲି ରକ୍ତ ପଡ଼ିଛି। ହେ ପ୍ରଭୁ, ଏସବୁ କ'ଣ ହେଇଗଲା? ମୁଁ କାହିଁକି ବାହାରକୁ ଯାଉଥିଲି? ଏବେ ମୁଁ ଗୋରୀକୁ କି ଉତ୍ତର ଦେବି? ଏହି ସମୟରେ ଗୋରିକାଉ ଆସି ପହଞ୍ଚିଯାଏ। ଆରେ କାଳୁ, ଏସବୁ କ'ଣ ହେଲା? ମୋ ଝିଅ କାହିଁ? ଗୋରୀ, ସେ ଦୁଷ୍ଟ ସାପ ଆମ ଝିଅକୁ ମାରିଦେଲା। ହେଲେ କାହିଁକି? କାହିଁକି କାଳୁ? ଆମେ ତାର କି ଦୋଷ କରିଥିଲୁ? ଶୁଣ ଗୋରୀ, ମୁଁ ଆଜି ତତେ ସବୁ ସତ କଥା କହୁଛି। ଏଇ କିଛି ଦିନ ହେବ ଆମ ବାଡ଼ିରେ ମୁଁ ଚାଷ କରିବି ବୋଲି ସଫା କରୁଥିଲି, ଆଉ ସଫା କରୁ କରୁ ସେଠାରେ ଥିବା ଏକ ହୁଙ୍କାକୁ ହାଣି ଦେଇଥିଲି। ହେଲେ ମୁଁ ଜାଣିନଥିଲି ଯେ ସେ ହୁଙ୍କା ଭିତରେ 2ଟି ସାପ ଛୁଆ ଥିଲେ ବୋଲି। ଅଜାଣତରେ ମୁଁ ସେମାନଙ୍କୁ ମାରିଦେଲି। ସେଇଥିପାଇଁ ବୋଧହୁଏ ସେ ସାପ ଆମ ଛୁଆଙ୍କୁ ମାରିବାକୁ ଚାହୁଁଛି। କାଳୁ, ତମେ ଏମିତି କାହିଁକି କଲ? ତମେ ଏମିତି କରିଥିବାରୁ ସେ ଆମ ଛୁଆକୁ ଛାଡ଼ିବନି। ମୁଁ ଯାଉଛି ସେ ସାପକୁ କ୍ଷମା ମାଗିବି, ନହେଲେ ସେ ମୋ ଜଗୁକୁ ବି ଛାଡ଼ିବନି। ଏହା କହି ଗୋରିକାଉ ସେ ସାପ ପାଖକୁ ଯାଏ। ସାପ ଭଉଣୀ, ତୁମେ ମୋ ଜଗୁକୁ ଛାଡ଼ି ଦିଅ। କାଳୁ ଅଜାଣତରେ ତୁମ ଛୁଆଙ୍କୁ ମାରି ଦେଇଥିଲେ। ହେଲେ ତୁମେ ଜାଣିଶୁଣି ଗୋଟେ ମାଆକୁ କାହିଁକି ଦୁଃଖ ଦେଉଛ? ମୋ ଝିଅକୁ ତ ତମେ ମାରିଦେଲ। ଏବେ ମୋ ପୁଅକୁ ମୋଠୁ ଆଉ ଅଲଗା କରନି। ତୁମେ ଯାହା କହିବ ମୁଁ ତୁମର ସବୁ କରିବି। ଆମକୁ ଖାଲି କ୍ଷମା କରିଦିଅ। ଠିକ୍ ଅଛି, ତାହେଲେ ତୋ ପୁଅକୁ ଯଦି ବଞ୍ଚେଇବାକୁ ଚାହୁଁଛୁ, ତାହେଲେ ସବୁଦିନ ମୋତେ ଆଣି କ୍ଷୀର ପିଇବାକୁ ଦେ। ହଉ ଠିକ୍ ଅଛି ଭଉଣୀ, ମୁଁ ତୁମକୁ ସବୁଦିନ କ୍ଷୀର ଆଣିଦେବି। ତାପରେ ଗୋରିକାଉ ସବୁଦିନ କ୍ଷୀର ଆଣି କାଳିଅନ୍ତୀ ସାପକୁ ଦିଏ। କାଳିଅନ୍ତୀ ଗର୍ଭବତୀ ଥାଏ, ଆଉ କିଛି ଦିନରେ ସେ ଏକ ଅଣ୍ଡା ଦିଏ। ଯାହା ହେଉ, ଭଗବାନ ପୁଣି ମୋ ଡାକ ଶୁଣିଛନ୍ତି। ମୋ କୋଳକୁ ପୁଣି ଏକ ଛୁଆ ଆସିବ। ଏହା କହି ସେ ବହୁତ ଖୁସି ହେଉଥାଏ। ଏମିତି କିଛି ଦିନରେ ତା ଅଣ୍ଡାର ଛୁଆ ବାହାରେ, ଆଉ କିଛି ଦିନ ପରେ ତା ଛୁଆ ବଡ଼ ହୋଇଯାଏ। ଦିନେ କାଳିଅନ୍ତୀର ଛୁଆ ଖେଳୁ ଖେଳୁ ଗୁମ୍ଫାରୁ ବାହାରକୁ ଚାଲିଆସେ। ଖେଳୁ ଖେଳୁ ଗୁମ୍ଫାରୁ ବାହାରକୁ ଚାଲିଆସେ, ଆଉ ତାକୁ ଦୂରରୁ ଦେଖି ଏକ ଚିଲ ଉଡ଼ି ଉଡ଼ି ତା ପାଖକୁ ଆସେ। ଏପଟେ ଜଗୁ କାଉ ଏକ ଗଛ ଡାଳରେ ବସି ବାଟୁଳି ଖଡ଼ା ମାରିବା ଶିଖୁଥାଏ। ସେ ବାଟୁଳି ମାରୁ ମାରୁ ଚିଲ ଆଖିରେ ଯାଇ ଗୋଡ଼ିଟି ବାଜେ, ଆଉ ଚିଲଟି ସେଠାରେ ପଡ଼ି ଛଟପଟ ହୁଏ। ଆରେ କିଏ ରେ ସେ ଦୁଷ୍ଟ? ମୋ ଆଖିକୁ ମାରିଦେଲା ରେ। ଏହା ଶୁଣି କାଳିଅନ୍ତୀ ବାହାରକୁ ଆସି ଦେଖେ ତ ତା ଛୁଆ ଚିଲ ପାଖରେ ଅଛି। ହେଲେ ସେ ଚିଲ ତା ଛୁଆର କିଛି ବି କରିନଥାଏ, ଆଉ ସେଠାରେ ପଡ଼ି ଛଟପଟ ହେଉଥାଏ। ସେ ତା ଛୁଆକୁ ସଙ୍ଗେ ସଙ୍ଗେ ସେଠାରୁ ନେଇଯାଇ ଗୁମ୍ଫା ଭିତରକୁ ଚାଲିଯାଏ। ମା, ତମେ ଜାଣିଛ, ମୁଁ ଆଜି ବହୁତ ଡରି ଯାଇଥିଲି। ମତେ ସେ ଚିଲ ଖାଇବାକୁ ଆସୁଥିଲା, ହେଲେ ଜଗୁ ଭାଇ ତାକୁ ଗୋଟିଏ ଟେକା ମାରିବାରୁ ସେ ଚିଲର ଆଖି ଫୁଟିଗଲା। ଏହା ଶୁଣି କାଳିଅନ୍ତୀ ନିଜ ଭୁଲ ବୁଝିପାରେ, ଆଉ ଗୋରି ପାଖକୁ ଯାଇ ତାକୁ କ୍ଷମା ମାଗେ। ଗୋରିକାଉ, କାଳୁ କାଉ ସିନା ଅଜାଣତରେ ଦୋଷ କଲା, ହେଲେ ଜଗୁ ଆଜି ମୋ ଛୁଆର ଜୀବନ ବଞ୍ଚେଇଲା। ଯେଉଁ ଛୁଆକୁ ମୁଁ ମାରିବାକୁ ନିଷ୍ପତ୍ତି ନେଇଥିଲି, ସେ ଛୁଆ ଆଜି ମୋର ବହୁତ ବଡ଼ ଉପକାର କଲା। ମୁଁ ତ ଝିଅକୁ ମାରି ବହୁତ ବଡ଼ ଭୁଲ କରିଛି। ତୁ ମୋତେ ଯାହା ଦଣ୍ଡ ଦେବା କଥା ଦେ। ନାଇଁ ନାଇଁ କାଳିଅନ୍ତୀ ଭଉଣୀ, ଏସବୁ ଯାହା ହେଲା ବୋଧହୁଏ ସେସବୁ ଭଗବାନଙ୍କର ଇଚ୍ଛା ଥିଲା।